ଧନ ଅର୍ଜିଣ ଧର୍ମ କରି ଧର୍ମେ ପ୍ରାପତ ନରହରି। ଶ୍ରୀମଦ୍ ଭାଗବତ ମହାପୁରାଣର ଏହି ସୁନ୍ଦର ଉପଦେଶକୁ ନେଇ ଆମେ ଆଜିର ଏକ ସୁନ୍ଦର ଅଧ୍ୟାୟ ମଧ୍ୟକୁ ପ୍ରବେଶ କରିବା। ସମସ୍ତ ଶ୍ରୋତାବନ୍ଧୁ ଭଗବତ ପିପାସୁ ସତ୍ୟ ଧର୍ମ ନ୍ୟାୟକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତିବିଶେଷଙ୍କୁ ଏ ସୁନ୍ଦର ଅଧ୍ୟାୟକୁ ଶ୍ରଦ୍ଧା ସମ୍ମାନ ପୂର୍ବକ ସ୍ୱାଗତ କରୁଛି। ଏଠି ଶ୍ରୀମଦ୍ ଭାଗବତଙ୍କର ବାଣୀ ଧନ ଅର୍ଜିଣ ଧର୍ମ କରି ଧର୍ମେ ପ୍ରାପତ ନରହରି। ଯଦି ଏଠି ଭାଗବତ ଧର୍ମର ସଂଜ୍ଞା କେବଳ ଅର୍ଥକୁ ବୁଝାନ୍ତି, ଟଙ୍କାକୁ ବୁଝାନ୍ତି, ତାହେଲେ ଏ ଜଗତରେ ଯେଉଁମାନେ ଅର୍ଥ ଉପାର୍ଜନ କରିପାରୁନାହାନ୍ତି, ଯେଉଁମାନେ ବିତ୍ତଶାଳୀ ନୁହନ୍ତି, ସେମାନେ ତାହେଲେ ଧର୍ମ କରିପାରିବେ ନାହିଁ ନା। ଶ୍ରୀମଦ୍ ଭାଗବତଙ୍କର ଏହା ନୁହେଁ ଏହି ଟିପ୍ପଣୀର ସଂଜ୍ଞା। ଏହାର ଅର୍ଥ ଭିନ୍ନ କିଛି ଅଛି। ଏଠି ଦରିଦ୍ର ବ୍ୟକ୍ତିଟିଏ ମଧ୍ୟ ଧର୍ମ କରିପାରେ। ଆମେ ଯଦି ବୈଦିକ କର୍ମ ମାଧ୍ୟମରେ ଧର୍ମର ସଂଜ୍ଞା ବୁଝିବା, ଆପଣ ପ୍ରଥମରେ ସୁନ୍ଦର କଥାଟିଏ ମୁଁ ଆପଣଙ୍କୁ ବୁଝାଉଛି। ପଞ୍ଚାନନ ମେଳାର ଉପାଖ୍ୟାନ ପଢ଼ନ୍ତୁ। ଘରେ ଘରେ କରୁଛେ। ତ୍ରିନାଥ ମେଳାର ଉପାଖ୍ୟାନ ଆପଣମାନେ ପଢ଼ନ୍ତୁ। ଘରେ ଘରେ ଜାଣୁଛେ। ଶନି ମେଳାର ଉପାଖ୍ୟାନ ଆପଣମାନେ ପଢ଼ନ୍ତୁ। ଏ ତିନୋଟି ବ୍ୟକ୍ତି ଯେଉଁମାନେ ପ୍ରଥମରେ ଏହି ବ୍ୟବସ୍ଥା କରିଥିଲେ ଗୃହରେ, ସେମାନେ ସମ୍ପୂର୍ଣ୍ଣ ଦରିଦ୍ର ଥିଲେ। ଏ ମେଳା କରିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ଅର୍ଥ ନଥିଲା। ମାଧବ ମିଶ୍ର ବ୍ରାହ୍ମଣଙ୍କୁ ଦେବଦେବ ମହାଦେବ ନିଜେ ଆରଡ଼ିନାଥ ସନ୍ନ୍ୟାସୀ ରୂପରେ ଦର୍ଶନ ଦେଇ ଉପାର୍ଜନ ମଧ୍ୟ ବ୍ୟବସ୍ଥା କରାଇ ଦେଇଥିଲେ ନିଜ ମେଳା ପାଇଁ ଯାହା ଆବଶ୍ୟକ। ତେଣୁ ଆଜି ବ୍ରାହ୍ମଣ ପ୍ରଭୁଙ୍କ କୃପାରୁ 5 ପଇସା ପାଇ ସେ ଯୁଗରେ, ସେ ସମୟରେ 5 ପଇସାରେ ମେଳା ହେବା ସମ୍ଭବ ଥିଲା। କାରଣ ପାହୁଲାକର କ୍ଷୀର, ପାହିକର କଦଳୀ ସେ ସମୟ ସେୟା ଥିଲା। ସେ କରିବା ପାଇଁ ସମର୍ଥ ହୋଇଥିଲେ। ଦେବଦେବ ତ୍ରିନାଥ ଗୋସାଇଁ ମଧ୍ୟ ସେହି ଯେଉଁ ଭକ୍ତ ପ୍ରଥମରେ ବ୍ରାହ୍ମଣ ଦ୍ୱାରା ଉପାସନ କରିଥିଲା, ତାକୁ ମଧ୍ୟ 3 ପଇସା ଯୋଗେଇ ଦେଇଥିଲେ। 3 ପଇସାରେ ସେ ତ୍ରିନାଥ ମେଳା କରିଥିଲେ। ଆଉ ଯଦି ଶନି ମେଳାକୁ ଯିବା, ଶନି ରାହୁ କେତୁ ମଧ୍ୟ ସେ ଅନ୍ଧକୁ ପଇସା ଯୋଗେଇ ଦେଇଥିଲେ। ତାହେଲେ ଏଠି ଦରିଦ୍ର ଧର୍ମ କରିବା ପାଇଁ ଅର୍ଥ ପ୍ରତିବନ୍ଧକ ନୁହେଁ। କେବଳ ଉତ୍ତମ ମାନସିକତା, ଉତ୍ତମ ବିଚାର ଏବଂ ପ୍ରଭୁଙ୍କୁ ବା ଧର୍ମ କରିବାର ଚିନ୍ତାଧାରା ନେଇ ଧର୍ମ ପୁରୁଷଙ୍କୁ ଅନ୍ତରରେ ସ୍ଥାନ ଦେବାର ଆବଶ୍ୟକତା ଅଛି। ଏହି ଅର୍ଥରେ ଭାଗବତ କହିଛନ୍ତି ଧନ ଅର୍ଜିଣ ଧର୍ମ କରି ଧର୍ମେ ପ୍ରାପତ ନରହରି। କେଉଁ ଧନ ଅର୍ଜନ କରିବା? ଉତ୍ତମ ବିଚାର, ଉତ୍ତମ ଜ୍ଞାନ, ଉତ୍ତମ ଭାବନା, ଏ ଧନକୁ ଆଗେ ଉପାର୍ଜନ କରିବାର ଆବଶ୍ୟକତା ଅଛି। କିନ୍ତୁ ଆଜି ସମାଜରେ ଏକ ଭିନ୍ନ ଅର୍ଥ ଭାବରେ ଆମେ ତାକୁ ବୁଝିବା ଦ୍ୱାରା ଏଠି ଅର୍ଥବିତ୍ତ ବ୍ୟକ୍ତିମାନଙ୍କର ବୈଦିକ କର୍ମ ଗୁଡ଼ିକ ଏକ ପ୍ରକାର ହେଉଥିବା ବେଳେ ମଧ୍ୟବିତ୍ତ ବର୍ଗଙ୍କର କର୍ମ ଆଉ ଏକ ପ୍ରକାର, ଏବଂ ଅତ୍ୟନ୍ତ ଦରିଦ୍ର ବା ଅର୍ଥ ଉପାର୍ଜନ କରିବା ପାଇଁ ଅକ୍ଷମ ଥିବା, ସ୍ୱଳ୍ପ ଅର୍ଥ ଉପାର୍ଜନ କରୁଥିବା ବ୍ୟକ୍ତିମାନଙ୍କର ବୈଦିକ କର୍ମ ଗୁଡ଼ିକ ଅନ୍ୟ ଏକ ରୂପରେ ଆଜି ପରିଚାଳିତ ହେଉଛି। ଏହାକୁ ପରିଚାଳନା କରୁଥିବା ବ୍ୟକ୍ତି ମଧ୍ୟ ସେଇଭଳି ମାନସିକତା ଭିତରେ ଆଜି ଆପଣମାନେ ଦେଖିବେ। କିଛି ପୁରୋଧାମାନଙ୍କର ଏକ କୁତ୍ସିତ ମାନସିକତା ଧନିକ ବ୍ୟକ୍ତିକୁ ଦେଖିଲେ ତାର କର୍ମ ଗୁଡ଼ିକ ଏକ ପ୍ରକାର କରନ୍ତି,
ମଧ୍ୟବିତ୍ତ ଶ୍ରେଣୀର ଅର୍ଥ ଉପାର୍ଜନକାରୀ ବ୍ୟକ୍ତିଙ୍କର କର୍ମକୁ ଆଉ ଏକ ରୂପ ଦିଅନ୍ତି ଏବଂ ସ୍ୱଳ୍ପ ବର୍ଜିତ ବ୍ୟକ୍ତିମାନଙ୍କୁ ସମ୍ପୂର୍ଣ୍ଣ ଅପଚରା ଭାବରେ ଏକ ନିକୃଷ୍ଟ ମାନସିକତା ନେଇ ତାଙ୍କ କର୍ମ ଗୁଡ଼ିକୁ କରନ୍ତି। ଏହା କାହିଁକି କରନ୍ତି ନା ସେମାନେ ନିଜେ ଅଜ୍ଞାନୀ, ନିଜେ ଅର୍ଥ ଚିନ୍ତାରେ ସଦାସର୍ବଦା ବୁଡ଼ି ରୁହନ୍ତି। କେବଳ ଉପାର୍ଜନ ତାଙ୍କର ଚିନ୍ତା। ଏ ବୈଦିକ ପରମ୍ପରା, ଏ ବୈଦିକ ନୀତି, ଏ ବୈଦିକ କର୍ମ କିଭଳି ପ୍ରତିଫଳିତ ହେବ, କିଭଳି ବଞ୍ଚି ରହିବ, କିଭଳି ଜଗତର କଲ୍ୟାଣକାରୀ ହେବ ଏବଂ ବ୍ୟକ୍ତିକୁ କିଭଳି ସଫଳ ଯୋଗାଇବ, ଏସବୁ ତାଙ୍କ ଚିନ୍ତା ନଥାଏ। ସେମାନଙ୍କୁ କର୍ମଜୀବୀ କହିଲେ ଅତ୍ୟୁକ୍ତି ନେବ ନାହିଁ। କିନ୍ତୁ ବୈଦିକ କର୍ମଜୀବୀ ନୁହେଁ, ଏହା ଏକ ଜ୍ଞାନଜୀବୀର ବ୍ୟବସ୍ଥା। ତେଣୁ ଏ ହେଉଛି ଆଜିର ବୈଦିକ କର୍ମକୁ ପାଳନ କରୁଥିବା ବ୍ୟକ୍ତି ଏବଂ ବୈଦିକ କର୍ମ ପରିଚାଳିତ କରୁଥିବା ବ୍ୟକ୍ତିଙ୍କର ଏ ପ୍ରକାର ଚିନ୍ତାଧାରା। ତେଣୁ ଆଜି ଆମେ ଯେଉଁ କଥା ବସି ଆଲୋଚନା କରିବା ପାଇଁ ଗୋଟେ ସୁନ୍ଦର କଥା ଆପଣଙ୍କୁ କହିବା ଯେ ଆଜିର ପ୍ରସଙ୍ଗକୁ ଆମେ ନେବା ରାଜନୀତିରେ ବୈଦିକ କର୍ମର ପୁଣ୍ୟତା ଏବଂ ଧର୍ମ ସମ୍ପୂର୍ଣ୍ଣ ଜିରୋ, ଅର୍ଥ ଶୂନ। ଜନତାର ସେବା କରିବା ଉଦ୍ଦେଶ୍ୟ ହିଁ ଧର୍ମ ଏବଂ ପୁଣ୍ୟର ଶୀର୍ଷ ସ୍ଥାନରେ ପହଞ୍ଚାଇଥାଏ। ରାଜା ଯେତେ ପ୍ରକାର ବୈଦିକ କର୍ମ କଲେ ମଧ୍ୟ ତାହାର ଫଳ ଶୂନ ହୁଏ। କାହିଁକି? ଏହି ପ୍ରସଙ୍ଗରେ ଏକ ପୁରାଣ ମଧ୍ୟକୁ ଆମେ ପ୍ରବେଶ କରିବା। ପୁରାଣରେ ଗୋଟେ ସୁନ୍ଦର ଉପାଖ୍ୟାନ ରହିଛି, ସେତେ କଲେ ଏତେ, ଏତେ କଲେ କେତେ। এইଭଳି ଏକ ପ୍ରସଙ୍ଗକୁ ନେଇ ଜଣେ ରାଜା ମନରେ ବିଚାର କଲେ, ଏକ ଅନୁଷ୍ଠାନ କରିବି। ଏ ଅନୁଷ୍ଠାନର ପୂର୍ଣ୍ଣାହୁତି ଦିନ ବହୁ ବ୍ରାହ୍ମଣମାନଙ୍କୁ ଡାକିବି, ବହୁ ବ୍ୟକ୍ତିମାନଙ୍କୁ ଡାକିବି, ବହୁ ଦୁଃଖୀ ଦରିଦ୍ରଙ୍କୁ ଡାକିବି, ଧ୍ୟାନ କରିବି, ବ୍ରାହ୍ମଣମାନଙ୍କୁ ପୂର୍ଣ୍ଣ ଭୋଜନ ଦେବି ଏବଂ ଗୋଟିଏ ପ୍ରଶ୍ନ ରଖିବି। ଏ ପ୍ରଶ୍ନର ଉତ୍ତର ଯେଉଁ ବ୍ରାହ୍ମଣ ଦେବେ ତାଙ୍କୁ ଅମାପ ଧନ ଦେଇ ରାଜ୍ୟରେ ଜ୍ଞାନୀଗୁଣୀ ବ୍ରାହ୍ମଣ ଭାବରେ ପରିଚୟ ପ୍ରଦାନ କରିବି। ସାମାଜିକ ସ୍ତରରେ ସେ ସମ୍ମାନିତ ହେବେ ସର୍ବାଦୁ। ଏ ପ୍ରକାର ଏକ ଉତ୍ତମ ବିଚାରକୁ ନେଇ ରାଜା ଆଜି ଅନୁଷ୍ଠାନ ଆରମ୍ଭ କରିଦେଇଛନ୍ତି। ଯଜ୍ଞ ଚାଲିଛି। ଯଜ୍ଞର ପୂର୍ଣ୍ଣାହୁତି ଦିନରେ ବହୁ ଆଡ଼ମ୍ବରର ଭୋଜି ବ୍ୟବସ୍ଥା ହେଇଛି। ବ୍ରାହ୍ମଣମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଅନ୍ୟ ପ୍ରଜାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। କିନ୍ତୁ ରାଜା ବସିଛନ୍ତି ବ୍ରାହ୍ମଣମାନଙ୍କର ଭୋଜନ ସାରି ଯିବା ପଥରେ ଏବଂ ସମସ୍ତ ବ୍ରାହ୍ମଣମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି ଯେ ରାଜାଙ୍କର ପ୍ରଶ୍ନର ଉତ୍ତର ଯିଏ ଦେବେ ସେ ଅମାପ ଧନ ପାଇବେ, ଆଉ ରାଜାଙ୍କର ପ୍ରଶ୍ନର ଉତ୍ତର ଯିଏ ନ ଦେବେ ଭୋଜନ କଲା ପରେ ବିନା ଦକ୍ଷିଣାରେ ତାଙ୍କୁ ଆସିବାକୁ ପଡ଼ିବ। ତେଣୁ ଆଜି ବ୍ରାହ୍ମଣମାନେ କିଛି ଏହା ଶୁଣି କି ପ୍ରକାର ପ୍ରଶ୍ନ, କି ପ୍ରକାର ଉତ୍ତର, ଏ ପ୍ରକାର ଭାବନା ଭିତରେ ଭାବି କେହି କିଛି ଗଲେ ନାହିଁ। ଆଉ କିଛି ଜ୍ଞାନୀ ଗୁଣୀ ସେ ବିଚାର କଲେ ଯେ ରାଜା ଆମକୁ କ'ଣ ଆଉ ରାଜନୀତି ପ୍ରଶ୍ନ ପଚାରିବେ? ନିଶ୍ଚିତ ବ୍ରାହ୍ମଣମାନଙ୍କୁ ବୈଦିକ ସମ୍ବନ୍ଧୀୟ ପ୍ରଶ୍ନ ପଚାରିବେ। ରାଜା କ'ଣ ଆମଠାରୁ ବେଦମନ୍ତ୍ରରେ ଅଧିକ ଥିବେ? ନିଶ୍ଚିତ ଭାବରେ ଆମେ ଉତ୍ତର ଦେଇପାରିବା, ଅମାପ ସମ୍ପତ୍ତି ପାଇବା, ଆଉ ଜୀବନରେ ପୌରୋହିତ୍ୟ କର୍ମ କରିବା ମଧ୍ୟ ଆବଶ୍ୟକତା ନାହିଁ। ଏହି ଭାବନା ନେଇ ଆଜ୍ଞା ଗଲା ପରେ ଆଜି ଭୋଜନ ସାରି ବ୍ରାହ୍ମଣମାନେ ବିଦା ହେଉଛନ୍ତି ଜଣ ଜଣ କରି। ରାଜା ବସିଛନ୍ତି ମୁଖ୍ୟ ଫାଟକ ପାଖରେ। ରାଜାଙ୍କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ଗୋଟିଏ ପ୍ରଶ୍ନ, ସେତେ କଲେ ଏତେ, ଏତେ କଲେ କେତେ। ଏ ସମସ୍ତ ବ୍ରାହ୍ମଣମାନେ ଶୁଣୁଛନ୍ତି କିନ୍ତୁ ଉତ୍ତର ଦେବା ପାଇଁ ଆଜ୍ଞା ଅକ୍ଷମ।
ଜାମାୟା ଦେବେ ଅଗୋଚର କାହୁଁ ଜାଣିବେ ଛାର ନର। ଯେଉଁ ପରମ ବ୍ରହ୍ମଙ୍କର ମାୟା ଅଗୋଚର ତାକୁ ତ ଦେବତାମାନେ ମଧ୍ୟ ବୁଝିପାରନ୍ତି ନାହିଁ, ଆଉ ମାନବ ବା କାହିଁକି ବୁଝିବେ? ରାଜାଙ୍କର ଏ ପ୍ରକାର ଚିନ୍ତାଧାରାକୁ ପ୍ରଭୁ ପରମ ବ୍ରହ୍ମ ନାରାୟଣ ଯଥେଷ୍ଟ ପୂର୍ବରୁ ବୁଝି ନିଜେ ଛଦ୍ମ ବ୍ରାହ୍ମଣ ବେଶରେ ଏ ବ୍ରାହ୍ମଣମାନଙ୍କ ଗହଣରେ ଭୋଜନ କରିଛନ୍ତି ଏବଂ ଶେଷକୁ ସେ ରହିଛନ୍ତି। ସମସ୍ତେ ବିଦା ହେଇଗଲା ପରେ ରାଜାଙ୍କ ପାଖରୁ ସିଏ ଉତ୍ତର ଦେଇ ଦକ୍ଷିଣା ନେବେ। ଛଦ୍ମବେଶୀ ବ୍ରାହ୍ମଣକୁ ଆଜି ରାଜା ଚିହ୍ନି ପାରିନାହାନ୍ତି। ସାଧାରଣ ବ୍ରାହ୍ମଣ ବିଚାର କରି ପ୍ରଶ୍ନ କରିଛନ୍ତି। ଆଜି ଛଦ୍ମବେଶୀ ବ୍ରାହ୍ମଣ କୁହନ୍ତି, ହେ ରାଜା, ଏ ଉତ୍ତର ଏକ ଗମ୍ଭୀର ଉତ୍ତର। ଏଥିପାଇଁ ଆପଣଙ୍କୁ ଏକ ଆମ ଦୁଇ ଜଣଙ୍କ ଛଡ଼ା ଅନ୍ୟମାନଙ୍କର ଶୁଣିବାର ଆବଶ୍ୟକତା ନାହିଁ, ତେବେ ମୁଁ ଉତ୍ତର ଦେବି। ଆଜି ରାଜା ଉତ୍କଣ୍ଠାର ସହିତ ଆଶା କରିଛନ୍ତି ଉତ୍ତର ଏବଂ ଇଙ୍ଗିତ କରିଛନ୍ତି ସମସ୍ତ ପାରିଷଦ ବର୍ଗଙ୍କୁ ସ୍ଥାନ ଛାଡ଼ି ପଳେଇ ଯିବା ପାଇଁ। ଆଜି ସମସ୍ତ ବ୍ରାହ୍ମଣମାନେ ପଳେଇଯାଇଛନ୍ତି, ରାଜକର୍ମଚାରୀମାନେ ପଳେଇଯାଇଛନ୍ତି, ନିର୍ଜନ ଜାଗା ହେଇଯାଇଛି। କେବଳ ମାତ୍ର ଅଛନ୍ତି ମହାରାଜ ଆଉ ଉତ୍ତର ଦେବା ପାଇଁ ବ୍ରାହ୍ମଣ, ନିମନ୍ତ୍ରିତ ବ୍ରାହ୍ମଣ। ରାଜାଙ୍କ ପ୍ରଶ୍ନର ଉତ୍ତର ଦେଇ ବ୍ରାହ୍ମଣ ନିର୍ଭୀକ ଭାବରେ କହିଲେ, ସେତେ ଦେଲେ ଏତେ ଦେଲେ କିଛି ନାହିଁ। ଆଜି ରାଜା ଆଶ୍ଚର୍ଯ୍ୟ ହେଲେ, ହେ ବ୍ରାହ୍ମଣ, ଇଏ କି ପ୍ରକାର ଉତ୍ତର? ନା ଆପଣଙ୍କ ଯେଉଁ ପ୍ରକାର ପ୍ରଶ୍ନ ମୋର ଉତ୍ତର ସେଇ ପ୍ରକାର। ନା ମୋର ପ୍ରାରବ୍ଧ ମୋତେ ଅନୁଭବ ଅଛି, ମୁଁ ପୂର୍ବ ଜନ୍ମରେ ଅର୍ଥର କଷଣରେ ଜୀବନ ବିତାଉଥିଲି। ଆମେ ପତି ପତ୍ନୀ ଦୁଇ ଜଣ ଥିଲୁ। ମୁଁ କାଠ ହାଣି ବଜାରରେ ବିକ୍ରୟ କରି ଉପାର୍ଜିତ ଅର୍ଥରେ ଆମେ ପତି ପତ୍ନୀ ଚଳୁ। ମୋ ଭିତରେ ସବୁବେଳେ ବିଚାର ଥିଲା ଯେ ମୁଁ କୌଣସି ବ୍ରାହ୍ମଣ କିମ୍ବା କୌଣସି ଆଗନ୍ତୁକଙ୍କୁ ମୋ ଜୀବନରେ ଦିନେ ଭୋଜନ ଦେଇପାରିଲି ନାହିଁ। ହେ ପରମ ବ୍ରହ୍ମ, ମୋତେ ସୁଯୋଗ ଦିଅନ୍ତୁ। ଏହି ପ୍ରକାର ଭାବନା ଭିତରେ ଥିବାବେଳେ ଦିନେ ପତି ପତ୍ନୀ ଭୋଜନ କରି ଦୁଇ ଜଣଙ୍କର ବଢ଼ା ହେଇଯାଇଛି, ଆଉ ଅନ୍ନ ପାତ୍ରରେ ଅନ୍ନ ନାହିଁ। ଦ୍ୱାର ପ୍ରଦେଶରୁ ମୁଁ ଶୁଣିବାକୁ ପାଇଲି, ଭବତ୍ ଭିକ୍ଷାଂ ଦେହି। ଏହା ଶୁଣି ମୁଁ ଦ୍ୱାରକୁ ଆସି ଦେଖିଲି ଅତ୍ୟନ୍ତ ସୁନ୍ଦରମୟ ବ୍ରାହ୍ମଣ ଥିଲେ। ମଧ୍ୟାହ୍ନରେ ଭୋଜନ ପାଇଁ ଆଗ୍ରହୀ ଥିଲେ। ତେଣୁ ମୁଁ ତାଙ୍କୁ ଦ୍ୱାର ଦେଶରେ ବସେଇ ଦେଇ ଆଜି ପତ୍ନୀକୁ ବୁଝିବାକୁ ପ୍ରଚେଷ୍ଟା କଲି, ଏହାକୁ 3 ଭାଗ କରିଦିଅ। ଅତିଥିଙ୍କର ସୁଯୋଗ ଜୁଟିଛି, କେହି ମୋ ଦ୍ୱାରକୁ ଆସନ୍ତି ନାହିଁ ମୋ ଦରିଦ୍ରତା ପାଇଁ। ତେଣୁ ଇଏ ବୋଧେ କୌଣସି ଦୁରାନ୍ତ ବ୍ରାହ୍ମଣ, ତେଣୁ ଆଜି ପହଞ୍ଚନ୍ତି। ତେଣୁ ଆଜି ଅନ୍ନକୁ 3 ଭାଗ କରିଦିଅ। ତାଙ୍କୁ ଭାଗେ ଦେଇଦେବା, ଆମେ 2 ଜଣ 2 ଭାଗ ଖାଇବା। କିନ୍ତୁ ମୋର ପତ୍ନୀ ଅତ୍ୟନ୍ତ କର୍କଶ ସ୍ୱଭାବର ଥିଲେ। ସେ ଆଦୌ ତାଙ୍କ ଭାଗରୁ ଦେବା ପାଇଁ ଚାହିଁଲେ ନାହିଁ, କିନ୍ତୁ କଥାକୁ ଉଚ୍ଚ ସ୍ୱରରେ ଅତ୍ୟନ୍ତ ବିକଟାଳ ଭାବରେ ଉତ୍ତର ଦେଲେ, ତୁମେ ତୁମ ଭାଗରୁ ନେଇ ଦିଅ ପଛେ, ମୁଁ ମୋ ଭାଗରୁ ଦେବା ପାଇଁ ଇଚ୍ଛା କରେ ନାହିଁ। ମୁଁ ପୂର୍ଣ୍ଣ ଗ୍ରାସ କରିବି। ମୁଁ ମୋ ପତ୍ରକୁ ଆଣି ସେ ଅତିଥି ବ୍ରାହ୍ମଣଙ୍କ ସମ୍ମୁଖରେ ଥୋଇ ନିବେଦନ କଲି, ହେ ବ୍ରାହ୍ମଣ ଗୋସାଇଁ, ଆଉ ଆପଣଙ୍କୁ ଭୋଜନ କରିବା ହୁଅନ୍ତୁ। ସେଦିନ ଅତିଥି ଆନନ୍ଦରେ ଭୋଜନ କଲେ ଏବଂ ମୋତେ ଭୋଜନ କରିବା ପାଇଁ ପଠାଇଲେ। ଏବେ ଆପଣ ଯାଆନ୍ତୁ ଗୃହକୁ, ଭୋଜନ କରି ଫେରନ୍ତୁ, ମୁଁ ବିଦା ହେବି। ମୁଁ ଗୃହକୁ ଫେରିଲି, କିନ୍ତୁ ଗୃହ ମଧ୍ୟରେ ତ ଆଉ ଅନ୍ନ ନାହିଁ। ମୁଁ ଜାଣିଛି। କିଛି କ୍ଷଣ ଗୃହ ମଧ୍ୟରେ ରହି ଯାଇ ବ୍ରାହ୍ମଣଙ୍କ ପାଖରେ ଉପସ୍ଥିତ ହେଲି ତାଙ୍କୁ ବିଦା କରିବା ଉଦ୍ଦେଶ୍ୟରେ। ଆଉ ଦକ୍ଷିଣ ଦେବା ପାଇଁ ମୋ ପାଖରେ କିଛି ନଥାଏ। ଦଣ୍ଡ ପ୍ରଣାମଟେ ବାଢ଼ି ଦେଇ ତାଙ୍କୁ ବିଦାୟକାଳୀନ ବ୍ୟବସ୍ଥା ପାଇଁ ଇଙ୍ଗିତ ଦେଲି। ସେଦିନ ସେ ଅତିଥି ବ୍ରାହ୍ମଣ ମୋତେ ପଚାରିଲେ ଯେ, ହେ ରାଜା, ହେ ଗୃହୀ, ତୁମେ କ'ଣ ଚାହୁଁଛ? ସେଦିନ ମୁଁ ତାଙ୍କୁ କହିଥିଲି, ହେ ବ୍ରାହ୍ମଣ, ହେ ଗୋସାଇଁ, ମୋତେ ଏତିକି ଆଶୀର୍ବାଦ କର,
ये जन्म तो संभव हेनी पर जन्म मत एक धनशाली कर परम ब्रह्म नारायण मत वित्तशाली करंतु आपण आशीर्वाद मु पर जन्म धन संपत्ति पाइले ब्राह्मण देवता अतिथि अभ्यागत सेवा करी आत्मतृप्ति लाभ करी आउ प्रारब्ध को अनुभव करि से दिन से ब्राह्मण हाथ टिके आशीर्वाद करते जहा फल आज मु मोर प्रारब्ध जानी पारुछि मु पूर्व जन्म या थिली एवं आज राजा होइछि राजवंशर जन्म होइछि शिर रे मोर राजमुकुट हस्तरे राजदंड राज्य शासन करुछि तेणु से कथा मोर मन पड़ जारु प्रारब्ध अनुभव होबारु मु ये आयोजन करथिली आ मो मन रे सेही संदेह रहिछि जे मात्र जड़े ब्राह्मण को थरे भोजन देई जदि आज राजा ही पारिली आज एते ब्राह्मण को मु भोजन दउछि एते ब्राह्मण को दान ध्यान करने उद्देश्य अच्छी एते अतिथि अभ्यागत को भोजन देली यार फल कौन हेबो ए उत्कंठारे मु आज समस्त ब्राह्मण मान को प्रश्न पचारुछि आज पर्यंत केही उत्तर दे पारले नाही तेणु आपण जेहेतु उत्तर देले ए उत्तर कि प्रकार मोर मन को संतोष प्रदान करिवो मोर तो उद्देश्य जे ए जन्म रे मुझे एते दान पुण्य कली तार फल कौन आपण तो कहते जीरो शून्य यह केमी संभव जब जन को थरे देथिले मु आज राजा ही पारिछि दरिद्रतारू पूर्व जन्मर फल कर्म फल रे तेणु ए जन्म मुझे एते दान ध्यान करुछि यार तो फल अधिक किछि हबो ना तेणु आज हसी हसी रंगा अधर रे परम ब्रह्म नारायण तांको बुझाई देथिले हे ब्राह्मण हे राजा पूर्व जन्म रे तुम्हें जो ब्राह्मण को भोजन देथिल थरे से अन्य केही नुहंती से थिली मु तेणु से दिन तुमर भोजन देवार अतिथि अभ्यागत को बा ब्राह्मण को बा भिक्षुक को जो इच्छा थिला जो श्रद्धा थिला जो भक्ति थिला जो आकर्षण थिला जो भाव प्रबलता थिला ता आज नाही तेणु से दिन से भाव नहींकरी से भक्ति नहींकरी तुमको से दिन ब्राह्मण आशीर्वाद कर देथिले से तुम भितर अनुभव कर पारथिले आशीर्वाद कर देथिले जे पर जन्म रे निश्चित भाव रे तुम्हें राजा हेबो तुम इच्छा पूर्ण हेबो ताहा आज हेछि आ द्वितीय वर मागिथिल हे ब्राह्मण मत आशीर्वाद कर जे मु वर्तमान जन्मर कथा पर जन्म रे जानी पारिबी मु कौन थिली कौन हेली से मते तथास्तु करथिले आशीर्वाद देथिले जा फल पूर्व जन्म कथा भी तुम मन रे अछि किंतु आज जो तुम भोजन देउछ ये तुम परिश्रमर फल नुह ये तुम परिश्रमर उपार्जन नुह पूर्व जन्म रे मुंड झाड़ तुंडरे मारी काठ हाणी श्रम करी कष्ट करी उपार्जित धर्म रे धर्म आचरण करिथिल क्षुधार्त को भोजन देथिल अतिथि को सेवा देथिल ब्राह्मण देखी सम्मान देथिल आशीर्वाद कामना करिथिल किंतु आज तुम्हें जो राज अभिषिक्त होइछ भोगविलास करुछ अत्यंत आनंदर दिन जाउछि सत किंतु राजकोषरु अर्थ खर्च करी जो यज्ञ कल राजकोषरु अर्थ खर्च करी जो भोजन देउछ जो दान ध्यान करुछ एथिरे राज्यवासींकर राजकोष ये तुमर नुह सेवा जो पाउछ ये राजकोषर अर्थरे राजकर्मचारी माने प्रतिपालित होउछन तुम सेवा दउछंती तेणु ये समस्त व्यवस्थार धर्म बल पुण्य बल समस्त प्रजा मानक पाखक वितरण एथिरे तुमर फल शून या तो उपार्जित धन नुहे आ तुम्हें बोधे जानी ना जे से दिनर ब्राह्मण जीए थिले आज मु होउची निजे सही तुमको आशीर्वाद करथिबा लोकटा आउ केही नुहे मु निजे
ତେଣୁ ଯେତେବେଳେ ସେଦିନ ଭୋଜନ କରି ଆଶୀର୍ବାଦ କରିଥିଲି, ଆଜି ମୋର ମନେ ଥିଲା, ତୁମର ପୂର୍ବଜନ୍ମ ମନେ ଥିଲା, ମୋର ବି ପୂର୍ବଜନ୍ମ ମନେ ଅଛି। ତେଣୁକରି ମୁଁ ଉତ୍ତର ଦେଇପାରିଲି, ଅନ୍ୟମାନେ ଉତ୍ତର ଦେଇପାରିଲେ ନାହିଁ। ତେଣୁ ହେ ରାଜା, ତେଣୁ ଏଇଥିରୁ ବୁଝିଯାଅ ଯେ ଜଣେ ରାଜା ଜୀବନରେ ଯଦି ଧର୍ମ ଅର୍ଜନ କରିବାକୁ ଚାହେଁ, ପୁଣ୍ୟ ଅର୍ଜନ କରିବାକୁ ଚାହେଁ, ସମସ୍ତ ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କରିବାର ଅଛି, ନିଜର ସନ୍ତାନବତ୍ ଭାବନା ନେବାର ଅଛି। ସେମାନଙ୍କୁ ଉପରେ କର ଅଧିକନ୍ତୁ ଲଦି ଦେବା ପାଇଁ ଆପଣ ଯେଉଁ ପୁଣ୍ୟ କରୁଛନ୍ତି ବୋଲି ଭାବୁଛନ୍ତି, ଏହା ପାପ, ଏହା ପୁଣ୍ୟ ନୁହେଁ। ରାଜକୋଷର ଅତ୍ୟନ୍ତ ଖର୍ଚ୍ଚ କରିବା ଦ୍ୱାରା ରାଜକୋଷକୁ ଭରଣ କରିବା ପାଇଁ ପ୍ରଜାମାନଙ୍କ ଉପରେ ତୁମେ ଯେଉଁ ବିଭିନ୍ନ କର ଲଗେଇଦେବ, ପ୍ରଜାମାନେ ବଡ଼ କଷ୍ଟରେ ରାଜକୋଷକୁ ସେ କର ଦେବା ପାଇଁ ବାଧ୍ୟ ହେବେ। ଯାହାଫଳରେ ପ୍ରଜାମାନେ ତୁମ ଦ୍ୱାରା ପୀଡ଼ା ପାଇଲେ, କଷ୍ଟ ପାଇଲେ। ତୁମେ ସୁନାମ ଅର୍ଜନ କରିବା ପାଇଁ ଏ ଚିନ୍ତା କଲାବେଳେ ପ୍ରଜାକୁଳ ଆଜି ଅଧିକନ୍ତୁ କରର ପ୍ରଭାବରେ ଉତ୍ପୀଡ଼ନ, କଷ୍ଟ ପାଇବେ। ତେଣୁ ଏହା ଧର୍ମ ବିଚାରରେ ପୁଣ୍ୟ ନୁହେଁ, ଧର୍ମ ନୁହେଁ, ବରଂ ପାପ। ତେଣୁ ଏଥିରୁ କ୍ଷାନ୍ତ ରୁହ। କେବଳ ପ୍ରଜାଙ୍କ ସେବା କରିବା, ପ୍ରଜାଙ୍କୁ ସୁଖ ସୁବିଧା ଦେବା, ପ୍ରଜାଙ୍କ ମନ ବୁଝିବା ଜଣେ ରାଜାର ପ୍ରକୃତ ଧର୍ମ, ପ୍ରକୃତ ପୁଣ୍ୟ। ତେଣୁ ଏଠି ପୁରାଣ ଚର୍ଚ୍ଚା ମାଧ୍ୟମରେ ଏଇ ଜ୍ଞାନ ଆମକୁ ମିଳେ। ଆଜିର ରାଜନୀତିରେ ବହୁ ରାଜନୀତି କରୁଥିବା ସମ୍ପନ୍ନ ବ୍ୟକ୍ତି ଆପଣମାନେ ଦେଖିବେ, କିଛି ଦିନ ଅନ୍ତରରେ ସେମାନେ ଏକ ବିରାଟ ଆୟୋଜନ କରନ୍ତି। ଏଥିରେ ବହୁ ଅର୍ଥ ଖର୍ଚ୍ଚ ହୁଏ। ଏ ଖର୍ଚ୍ଚ କ'ଣ ତାର ବ୍ୟକ୍ତିଗତ? ନା, ବିଭିନ୍ନ ଉପାୟରେ ଏ ଜନମାନସରେ ଏହାର ପ୍ରଭାବ ପଡ଼େ। ଯଦି ବିତ୍ତଶାଳୀ ଠାରୁ ଆଣିଥିବେ, ତା ପାଇଁ କିଛି ନିରଙ୍କୁଶ ବ୍ୟବସ୍ଥା ଦେଇଥିବେ। ବେପାରୀମାନଙ୍କ ଠାରୁ ଯଦି ଚାନ୍ଦା ଆଦାୟ କରିଥିବେ, ସେମାନଙ୍କୁ ମଧ୍ୟ ନିରଙ୍କୁଶ ବେପାର କରିବାକୁ ସୁଯୋଗ ଦିଆଯାଏ। ଏଇଭଳି ଭାବରେ ଏ ସବୁ କିଛି ବ୍ୟବସ୍ଥା ଯାଇ ପଡ଼େ, ସେ ଦରିଦ୍ର ସାଧାରଣ ଜନତା ଉପରେ ତାର ପ୍ରଭାବ ପଡ଼େ। ତେଣୁ ଏଥିରେ କୌଣସି ରାଜନୀତି କରୁଥିବା ବ୍ୟକ୍ତିବିଶେଷ ଏ ପ୍ରକାର ଯଦି ମାନସିକତା ନେଉଥାନ୍ତି, ଏଥିରେ ତାଙ୍କ ଧର୍ମ ପୁଣ୍ୟ ସମ୍ପୂର୍ଣ୍ଣ ଶୂନ, 100କୁ 100 ଜୀବନରେ ପାପ ଅର୍ଜନ କରିବା ହିଁ ଶିରୋନାମା ପାଲଟିବ। ଏହା ହିଁ ସତ୍ୟ। ତେଣୁ ନିଜର ଉପାର୍ଜିତ ଅର୍ଥରେ, ନିଜର ବ୍ୟକ୍ତିଗତ ଅର୍ଥରେ ଯଦି କିଛି କରିବା ପାଇଁ ଚାହୁଁଛନ୍ତି, ତେବେ କରନ୍ତୁ। ତାହା ସୀମିତ ହେବାର ଆବଶ୍ୟକତା ଅଛି। ତେଣୁ ବହୁଜନମାନଙ୍କର ଅର୍ଥ ନ ମିଶିଲେ କୌଣସି କାର୍ଯ୍ୟ ବିଶାଳ ହୋଇପାରେନି, କେବଳ ସୀମିତ ହିଁ ହୁଏ। ତେଣୁ ସୀମିତ କାର୍ଯ୍ୟ କରନ୍ତୁ, ଆତ୍ମଶାନ୍ତି ଅନୁଭବ କରନ୍ତୁ। କିନ୍ତୁ ଏଇ ଯେଉଁ ବିଭିନ୍ନ ଆୟୋଜନ, ବିଭିନ୍ନ ଆଡ଼ମ୍ବର କରି, ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରି ବିଭିନ୍ନ ଲୋକମାନଙ୍କ ଠାରୁ ଏକ ବଡ଼ ପତିଆର ଜମିବାର ଯେଉଁ ପ୍ରଚେଷ୍ଟା କରାଯାଏ, ତା ପାଇଁ ଜୀବନରେ କେବଳ ମାତ୍ର ପାପ ହିଁ ଅର୍ଜନ କରିବା ସାର ହୁଏ। ତେଣୁ ଏହି ସୁନ୍ଦର ଚିନ୍ତାଧାରା ସହିତ ଆଜିର ବିଷୟବସ୍ତୁକୁ ଏଇଠି ବିଶ୍ରାମ ଦେବା। ପରେ ଅନ୍ୟ ଏକ ଅଧ୍ୟାୟକୁ ଆମେ ଯିବା। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ନିବେଦନ କରିବି, ଆପଣମାନେ ଆସନ୍ତା ଏହି ଚଳିତ ମାସର 27 ତାରିଖ ଗୁରୁବାରକୁ ରକ୍ଷାବନ୍ଧନ, ଗହ୍ମା ପର୍ବ, ବଳଭଦ୍ର ଜନ୍ମ, ପୂର୍ଣ୍ଣମୀ ଶ୍ରାଦ୍ଧ ଏବଂ ସନ୍ଧ୍ୟାରେ ପୂର୍ଣ୍ଣମୀ ଚନ୍ଦ୍ର ପୂଜା କରନ୍ତୁ, ପାଳନ କରନ୍ତୁ। ଏବଂ 28 ତାରିଖ ଶୁକ୍ରବାର ଦିନ କେବଳ ମାତ୍ର ପୂର୍ଣ୍ଣମୀ ଉପବାସ କରିବା ପାଇଁ ଯଦି ଅପେକ୍ଷା କରିଛନ୍ତି, ତେବେ ଯେଉଁମାନେ ପୂର୍ଣ୍ଣମୀ ଉପବାସ କରୁଛନ୍ତି ସେମାନେ କେବଳ ଉପବାସ ରୂପକ ବ୍ରତ ପାଳନ କରନ୍ତୁ। ତେଣୁ ସମସ୍ତ ବୈଦିକ କର୍ମଗୁଡ଼ିକ 27 ତାରିଖ ଗୁରୁବାର କରନ୍ତୁ। ଏଥିପାଇଁ ଏହି ଚ୍ୟାନେଲରେ ମଧ୍ୟ ସୁନ୍ଦର ଅଧ୍ୟାୟଟେ ଦିଆଯାଇଛି। ପବିତ୍ର ଗହ୍ମା ପର୍ବ, ରକ୍ଷାବନ୍ଧନ, ବଳଦେବ ଜନ୍ମକୁ ନେଇ ଏକ ସୁନ୍ଦର ବ୍ୟାଖ୍ୟାନ ଦିଆଯାଇଛି। ସେଥିରେ 27 ତାରିଖ ଦିନ ପାଳନ କରିବାର ଯଥେଷ୍ଟ ପ୍ରମାଣ এই ବୈଦିକ ନୀତିକୁ ଅନୁସରଣ କରାଯାଇଛି, ପାଞ୍ଜିକୁ ଅନୁସରଣ କରାଯାଇଛି ଏବଂ ଦିଆଯାଇଛି। ଆପଣ ତାହାକୁ ଦେଖି ବୁଝି ବିଚାର କରି এই ପବିତ୍ର ରକ୍ଷାବନ୍ଧନଟିକୁ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବି। ଭଗବାନ ପରମ ବ୍ରହ୍ମ ସମସ୍ତଙ୍କ ମନରେ ସଦ୍ବୁଦ୍ଧି ଦିଅନ୍ତୁ, ସଦ୍ଜ୍ଞାନ ଦିଅନ୍ତୁ ଏବଂ କୃପାଭିଷ୍ଟ ହୋଇ ଏ ଜଗତରେ ଅଜ୍ଞାନତା ଅନ୍ଧକାରକୁ ଦୂର କରି ସମସ୍ତଙ୍କୁ ଶାନ୍ତି ଏବଂ ସୁଖ ପ୍ରଦାନ କରନ୍ତୁ। ସେହି ଜଗନ୍ନାଥଙ୍କ ଅଭୟ ପଦାର ବିନ୍ଦରେ ପ୍ରଣାମଟିଏ ଢାଳି ଅଧ୍ୟାୟଟି ବିଶ୍ରାମ ଦେବା। ଜୟ ଜଗନ୍ନାଥ।